ପାରନ୍ତା ଏବଂ ଏ ପୀଠ ଉପରେ ପାହାଡ଼ ଉପରେ ଯଦି ଗୋଟେ ଦୁଇଟା ମାନେ ଗେଷ୍ଟ ହାଉସ୍ କରାଯାଇ ପାରନ୍ତା ତେବେ ନିଶ୍ଚିତ ଭାବରେ ଆକୃଷ୍ଟ କରନ୍ତା ପ୍ରକୃତି ପ୍ରେମୀମାନଙ୍କୁ ଏବଂ ଅଧ୍ୟାତ୍ମ ପ୍ରେମୀମାନଙ୍କୁ। ଯେ ବର୍ଷରେ ଥରେ ଏଠି ଯେଉଁ ମକର ମେଳା ଅନୁଷ୍ଠିତ ହେଉଛି, ବହୁତ ଭକ୍ତ ଶ୍ରଦ୍ଧାଳୁମାନଙ୍କର ବି ଏଠି ଆଗମନ ହେଉଛି କହନ୍ତି ଏବଂ ତାହାର ରାସ୍ତା ଦକ୍ଷିଣ ପଟରୁ ରହିଛି ବୋଲି ବାବାଙ୍କ ମୁହଁରୁ ମୁଁ ଶୁଣିଛି। ଯେ ମାନେ କିଛି ଲୋକ ଏଠି ଯେ ପୁରୁଖା ଲୋକ ଯିଏ ଅଛନ୍ତି କହିବା ମୁତାବକ ଯେ ଏଇଟା ରାମାୟଣ କି ମହାଭାରତ ସାଙ୍ଗରେ କିଛି ଆର କିଛି ମାନେ ସମ୍ପର୍କ ଜଡ଼ିତ ଅଛି କି? ଯଦି କୁହାଯିବ ବାବୁ ଘର ଏଇ କପ୍ତିପଦା, ପ୍ରକୃତରେ ଘର ଜାମବଣୀ, ଏଇଠୁ 2 କିଲୋମିଟର ହେବ। ଏଠି 1945 ମସିହାରେ ବାବା ଅନନ୍ତ, ଏ ଟାଙ୍ଗିରିଆ ପୀଠର ବାବା ଅନନ୍ତ ବାବା ଏବଂ କପ୍ତିପଦାର ବାଞ୍ଛାନିଧି ଦାସ ଏବଂ ସ୍ୱାଇଁ ବାବୁ ଆଉ ତା ମା ବିରୋଧ କରୁଥିଲା, ମୁଁ ଦେଇଥିଲି। ବିବେକଟା କ'ଣ କହି ଧର ବହି ଧର, ୟା ଭିତରେ ଭୋଜନ ଅଛି ଦିଅନ୍ତୁ। ମୁଁ ଜିତେନ୍ଦ୍ର ଜେନା, ଘର ସ୍ୱର ସତ୍ସଙ୍ଗ, କିନ୍ତୁ ମୁଁ ଭୁବନେଶ୍ୱରରେ ରହୁଛି। ଆଜି ଯେଉଁ ପାହାଡ଼ର ଶୀର୍ଷରେ ଯେଉଁ ଅଛନ୍ତି, କ'ଣ କହିବେ ଏହାକୁ ନେଇ, କ'ଣ ଅନୁଭୂତି? ମୁଁ ମୟୂରଭଞ୍ଜ ଜଣେ ଶୁଣିଥିଲି ଜଙ୍ଗଲ ପରିବେଶରେ ଗଢ଼ା ଗ୍ରାମ, କିନ୍ତୁ ମୁଁ କେବେ ଆସିନଥିଲି। ଆଜି ପ୍ରଥମ ଥର ଆସିଲି। ଭଗବାନ ଯେଉଁ ପ୍ରକୃତି